ଆପଣମାନେ ସମସ୍ତେ ଜାଣିଥିବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା 2025 ଏପ୍ରିଲରେ ଷ୍ଟାର୍ଟ ହେଇଯାଇଛି ଏବଂ ଲାଷ୍ଟ ଡେଟ୍ ରହିଲା 31 ଜୁଲାଇ 2025। ବହୁତ କମ୍ ସମୟ ଅଛି। ସେଥିପାଇଁ ଆପଣମାନେ ଯଦି ଏପର୍ଯ୍ୟନ୍ତ ଆପ୍ଲାଏ କରିନାହାନ୍ତି ତାହେଲେ ଆପ୍ଲାଏ କରିଦିଅନ୍ତୁ। ଏଥିରେ ରହିଛି 8ଟି ଫସଲର ବୀମା କରିପାରିବେ। ଯେମିତି ହେଇଗଲା ଧାନ, ମକା, ଚିନାବାଦାମ, ମାଣ୍ଡିଆ, କପା ହେଇଗଲା, ତାପରେ ହରଡ଼, ଅଦା ଓ ହଳଦୀ। ଏହି 8ଟି ଚାଷର ଆପଣମାନେ ବୀମା କରିପାରିବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଏବଂ ଲାଷ୍ଟ ଡେଟ୍ ରହିଲା 31 ଜୁଲାଇ 2025। ଏଠାରେ ଆପଣମାନଙ୍କୁ ଆବଶ୍ୟକ ଡକୁମେଣ୍ଟସ୍ ଗୁଡ଼ାକ ରହିଲା ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ, ତାପରେ ହେଇଗଲା ଆଧାର କାର୍ଡ଼, ତାପରେ ଆପଣଙ୍କର ଜମି ପଟ୍ଟା, ତାପରେ ଗୋଟେ ସୋଇଂ ସାର୍ଟିଫିକେଟ୍ ଲାଗିବ। ସେଟା ମୁଁ ଡିସ୍କ୍ରିପ୍ସନରେ ଦେଇଦେବି ଏବଂ କେମିତି ଫିଲ୍ଅପ୍ କରିବେ ସେଟା ବି ଏଇ ଭିଡ଼ିଓ ମାଧ୍ୟମରେ ଜାଣିପାରିବେ। ବର୍ତ୍ତମାନ ଯେଉଁ କୃଷକମାନେ ଏଗ୍ରିଷ୍ଟାକରେ ରେଜିଷ୍ଟ୍ରେସନ କରିଛନ୍ତି ସେମାନଙ୍କର ହିଁ ଆପ୍ଲାଏ ହେଉଛି। ଆପଣମାନେ ଏଇଠି ମୁଁ ଆପଣମାନଙ୍କୁ ପଢ଼ିକି ଶୁଣେଇ ଦେଉଛି। କୃଷକମାନଙ୍କର ଏଗ୍ରିଷ୍ଟାକ ରେଜିଷ୍ଟ୍ରେସନକୁ ବାଧ୍ୟତାମୂଳକ ନ କରିବା ପାଇଁ ଓଡ଼ିଶା ସରକାରଙ୍କର ଦ୍ୱାରା ଭାରତ ସରକାରଙ୍କୁ ଅନୁରୋଧ କରାଯାଇଛି। ଆଗାମୀ 3-4 ଦିନ ମଧ୍ୟରେ ଏଗ୍ରିଷ୍ଟାକ ରେଜିଷ୍ଟ୍ରେସନ ନ କରିଥିବା କୃଷକମାନେ ମଧ୍ୟ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ଆପଣମାନେ ଦେଖିପାରୁଥିବେ ଯେଉଁ କୃଷକମାନେ ଏଗ୍ରିଷ୍ଟାକରେ ରେଜିଷ୍ଟ୍ରେସନ କରିଛନ୍ତି ସେମାନଙ୍କର ହିଁ ଆପ୍ଲାଏ ହେଉଛି, କିନ୍ତୁ 3-4 ଦିନ ଗଲା ପରେ ଯେଉଁମାନେ ଏଗ୍ରିଷ୍ଟାକରେ ରେଜିଷ୍ଟ୍ରେସନ କରିନାହାନ୍ତି ସେମାନେ ବି ଆପ୍ଲାଏ କରିପାରିବେ। କାହିଁକି ନା କେବଳ 3% କୃଷକମାନେ ହିଁ ଏଗ୍ରିଷ୍ଟାକରେ ରେଜିଷ୍ଟ୍ରେସନ କରିଛନ୍ତି, କାହିଁକି ସେମାନଙ୍କର ନାମରେ ଜମି ଅଛି। ବାକି ରହିଲେ ସେମାନଙ୍କର ନାମରେ ଜମି ନାହିଁ, ପୂର୍ବପୁରୁଷଙ୍କ ନାମରେ ଜମି ଅଛି। ସେଥିପାଇଁ ମୁଁ ଆପଣମାନଙ୍କ ପାଇଁ ଆଉ ଗୋଟେ ଭିଡ଼ିଓ ଆଣିକି ଆସିବି। ସେଥିରେ ମୁଁ କହିବି ଆପଣମାନେ କେମିତି ଘରେ ବସି ଆପ୍ଲାଏ କରିପାରିବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା। କୌଣସି CSC ସେଣ୍ଟରକୁ ବି ଯିବାକୁ ପଡ଼ିବନି। ଆପଣ ନିଜେ ଆପଣଙ୍କର ମୋବାଇଲ ମାଧ୍ୟମରେ ରେଜିଷ୍ଟ୍ରେସନ କରିପାରିବେ ଏବଂ ଏଗ୍ରିଷ୍ଟାକରେ ଯେଉଁମାନେ ରେଜିଷ୍ଟ୍ରେସନ କରିନାହାନ୍ତି ସେମାନେ ବି ଫସଲ ବୀମା ଯୋଜନାରେ ଆପ୍ଲାଏ କରିପାରିବେ। ସେଥିପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ କରିକି ରଖନ୍ତୁ। ଏହି ଭିଡ଼ିଓଟା ରହିବ CSC ମାଧ୍ୟମରେ କେମିତି ଫସଲ ବୀମା ଯୋଜନା ଆପ୍ଲାଏ କରିପାରିବେ ସେ ମାଧ୍ୟମରେ ଏହି ଭିଡ଼ିଓଟା ରହିବ। ତ ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ପ୍ରଥମେ ଆସିଯିବେ pmfby.gov.in। ଏହି ୱେବସାଇଟ୍ର ଲିଙ୍କ୍ ମୁଁ ଡାଇରେକ୍ଟ ଡିସ୍କ୍ରିପ୍ସନରେ ଦେଇଦେବି। ତାପରେ ଏନରୋଲମେଣ୍ଟ ପାର୍ଟନର ଉପରେ କ୍ଲିକ୍ କରିବେ, CSCରେ କ୍ଲିକ୍ କରିବେ। ତାପରେ ଆପଣଙ୍କର CSC ID ଏବଂ ପାସୱାର୍ଡ଼ ଦେଇକି କ୍ୟାପଚା ଦେଇକି ସାଇନ୍ ଇନ୍ ଉପରେ କ୍ଲିକ୍ କରିବେ। ତାପରେ ଆପଣମାନଙ୍କୁ କିଛି ଏହି ପ୍ରକାର ଇଣ୍ଟରଫେସ୍ ଦେଖିବାକୁ ମିଳିବ। ଷ୍ଟେଟ୍ ସିଲେକ୍ଟ କରିବେ। ଷ୍ଟେଟ୍ ସିଲେକ୍ଟ କଲା ପରେ ଖରିଫ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା 2025 ଏଠିରେ ଚୁଜ୍ କରିବେ। ତାପରେ ସବମିଟ୍ ଉପରେ କ୍ଲିକ୍ କରିବେ। ତାପରେ ଏଇଠି ହୋମ୍ ପେଜରେ ସାଇଡ଼ରେ ଦେଖିପାରୁଥିବେ ଆପ୍ଲିକେସନ୍, ଏଠିରେ କ୍ଲିକ୍ କରିବେ। ତାପରେ ଆପ୍ଲିକେସନ୍ ଫର୍ମ ଉପରେ କ୍ଲିକ୍ କରିବେ। ଏଠି ଆପ୍ଲିକେସନ୍ ଫର୍ମଟି ଖୋଲିଯିବ। ଏଇଠି ପ୍ରଥମେ ଆପଣଙ୍କର ବ୍ୟାଙ୍କ ଡିଟେଲ୍ସ ଦେବାକୁ ପଡ଼ିବ। ଏଠିରେ ଆପଣଙ୍କର ଡିଷ୍ଟ୍ରିକ୍ଟ ସିଲେକ୍ଟ କରିବ। ଏଠିରେ ଆପଣଙ୍କର ଡିଷ୍ଟ୍ରିକ୍ଟ ସିଲେକ୍ଟ କରିବେ। ତାପରେ ବ୍ୟାଙ୍କ ନେମ୍ ସିଲେକ୍ଟ କରିବେ। ମୁଁ ଏଠି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଠିରେ ସିଲେକ୍ଟ କରୁଛି। ଆପଣଙ୍କର ଯେଉଁ ବ୍ୟାଙ୍କରେ ଆପଣଙ୍କର ପାସବୁକ୍ ଅଛି ସେଇ ବ୍ୟାଙ୍କ ସିଲେକ୍ଟ କରିବେ ଏବଂ ଆପଣଙ୍କର DBT ଲିଙ୍କ ଥିବା ଆକାଉଣ୍ଟ ହିଁ ଏଠିରେ ଦେବେ। ତାପରେ ବ୍ରାଞ୍ଚ ସିଲେକ୍ଟ କରିବେ। ବ୍ରାଞ୍ଚ ସିଲେକ୍ଟ କଲା ପରେ ଆପଣଙ୍କର ଆକାଉଣ୍ଟ ନମ୍ବର ଏଠି ଦେବାକୁ ପଡ଼ିବ। ଆକାଉଣ୍ଟ ନମ୍ବର ଦେଲା ପରେ କନଫର୍ମ ସେଭିଂ ଆକାଉଣ୍ଟ ନମ୍ବର ଏଠିରେ ଆଉ ଥରେ ଦେବାକୁ ପଡ଼ିବ ଆପଣଙ୍କର ଆକାଉଣ୍ଟ ନମ୍ବର। ଆକାଉଣ୍ଟ ନମ୍ବର ଦେଲା ପରେ ଟିକେ ତଳକୁ ଆସିବେ। ତଳକୁ ଆସିଲା ପରେ ଚେକ୍ ବ୍ୟାଙ୍କ ଡିଟେଲ୍ସ ଆଣ୍ଡ କଣ୍ଟିନ୍ୟୁ ଉପରେ କ୍ଲିକ୍ କରିବେ। ତାପରେ ଟିକେ ତଳକୁ ଆସିବେ। ଏଠି ଦେଖିପାରୁଥିବେ ଫାର୍ମର ଡିଟେଲ୍ସ। ଏଠି ସବୁକିଛି ଅଟୋମେଟିକାଲି ଫିଲ୍ଅପ୍ ହେଇକି ଆସିବ। ଯଦି କେଉଁଟା ଫିଲ୍ଅପ୍ ହେଇନି ତାହେଲେ ଆପଣ ମ୍ୟାନୁଆଲି ଏଇଠି ଦେଇପାରିବେ। ଏଠି ପାସବୁକ୍ରେ ଯେଉଁ ନାମ ଅଛି ସେଇଟା ଦେଇଦେବେ। ତାପରେ ଆଧାର କାର୍ଡ଼ରେ ଯେଉଁ ନାମ ଅଛି ସେଇଟା ଏଠି ରହିବ। ତାପରେ ଆଧାର କାର୍ଡ଼କୁ ଭେରିଫାଇ କରିବେ। ଭେରିଫାଇ ଉପରେ କ୍ଲିକ୍ କଲା ପରେ ଅଟୋମେଟିକାଲି ଭେରିଫାଇ ହେଇଯିବ। ତାପରେ ଏଇଠି ଦେଖିପାରୁଥିବେ ଏଗ୍ରିଷ୍ଟାକ ଫାର୍ମର ID ଏଇଟା ନୂଆ ଆଡ଼୍ ହେଇଛି, କିନ୍ତୁ ଏଇଟା 3-4 ଦିନ ୱେଟ୍ କଲା ପରେ ଏଇଟା ଘୁଞ୍ଚିଯିବ। ତାପରେ ଟିକେ ତଳକୁ ଆସିବେ। ମୋବାଇଲ ନମ୍ବରରେ ଭେରିଫାଇ କରିବାକୁ ପଡ଼ିବ। ମୋବାଇଲ ନମ୍ବରକୁ ଏଠି ଭେରିଫାଇ ଉପରେ କ୍ଲିକ୍ କରିବେ। କ୍ୟାପଚା ଦେବେ। କ୍ୟାପଚା ଦେଲା ପରେ ଭେରିଫାଇ ଉପରେ କ୍ଲିକ୍ କରିବେ। ଆପଣଙ୍କର ଫୋନରେ ଗୋଟେ OTP ଯିବ। OTP ଦେଲା ପରେ ସବମିଟ୍ ଉପରେ କ୍ଲିକ୍ କରିବେ। ତାପରେ ଟିକେ ତଳକୁ ଆସିବେ। ଯଦି ଆପଣ ଏଠି ନୋମିନି ଦେବାକୁ ଚାହୁଁଛନ୍ତି ତାହେଲେ ନୋମିନି ଦେଇପାରିବେ। ମୁଁ ବର୍ତ୍ତମାନ ଏଇଟାକୁ ସ୍କିପ୍ କରିଦେଉଛି। ତାପରେ ସେଭ୍ ଆଣ୍ଡ କଣ୍ଟିନ୍ୟୁରେ କ୍ଲିକ୍ କରିବେ। ଏଇଠି କ୍ରପ୍ ଡିଟେଲ୍ସ ଦେବାକୁ ପଡ଼ିବ। ଆପଣଙ୍କର ଜମି ଯେଉଁଠି ଅଛି ସେଇ ଲୋକେସନ୍ ଏଇଠି ଦେବାକୁ ପଡ଼ିବ।
प्रथमे डिस्ट्रिक्ट सिलेक्ट करेंगे। डिस्ट्रिक्ट सिलेक्ट कला परे ब्लॉक सिलेक्ट करेंगे। ब्लॉक सिलेक्ट कला परे आपणकर ग्राम पंचायत सिलेक्ट करेंगे। तापरे आपणकर गाँ सिलेक्ट करेंगे। तापरे क्रॉप डिटेल्स देवाक पड़ो। आपण क्यों चाष करछंती। जदि आपण धान चाष पई एप्लाई करछंती, जदि आपणकर केनाल सुविधा अछि किंबा जे कोनोसी जलसेचित सुविधा अछि ताहले पेडी आईआर करिवे। जदि आपणकर पाखरे जलसेचित सुविधा नाही ताहले पेडी आरएफ करिवे। तापरे शोइंग डेट देवाक पड़ो। शोइंग डेट देला परे प्लॉट नंबर देवाक पड़ो। प्लॉट नंबर देला परे आपण कोन करिवे ना खाता नंबर दे देबे। खाता नंबर देला परे वेरीफाई उपरे क्लिक करिवे। तापरे सबमिट उपरे क्लिक करिवे। तापरे ऐड क्रॉप सर्वे नंबर फॉर इंश्योरेंस उपरे क्लिक करिवे। तापरे तलकू देखि परथिबे एठी आसी जाईछि। तापरे एठी पासबुक को अपलोड करबाक पड़िबो। एठी आपणकर पासबुक को अपलोड करिवे। पासबुक अपलोड कला परे आपणकर जमी पट्टा को चॉइस करिकी अपलोड कर देबे। जमी पट्टा अपलोड कला परे शोइंग सर्टिफिकेट अपलोड करिवे। शोइंग सर्टिफिकेट केमिति फिलअप करेंगे वीडियो लास्ट रे आपण मानक कहबी। तो वीडियो को शेष पर्यंत देखंतु। तीनटा जाक अपलोड कला परे प्रीव्यू उपरे क्लिक करेंगे। प्रीव्यू उपरे क्लिक कला परे सबमिट उपरे क्लिक करेंगे। तापरे आपण माने एठी देखि परथिबे गोटे प्लॉट को केवल टंकाटे ही लागिवो। जदि आपण माने प्रधानमंत्री फसल बीमा योजना एप्लाई करछंती, एबे मु मेक पेमेंट कर देउछि किंबा पे लेटर कले भी चलिवो। आपण माने परे भी पे करि परिबे। मु वर्तमान पे लेटर करूछि। तापरे आपण माने एठी देखितेबे। तापरे आपण माने एठी देखि परतेबे ऑन पेड एप्लीकेशन एठी शो करिवो। एठी व्यू ट्रांजैक्शन रे क्लिक करिकी मेक पेमेंट कर दोछि। मु टंकाटे पे कला परे एठी आपण माने देखि परथिबे प्रिंट करि परिबे। तापरे आपण माने होम पेज को आसिला परे जोटा ऑन पेड एप्लीकेशन थिला एबे सेटा पेड एप्लीकेशन रे देखेइबो। एठी आपण माने क्लिक करिकी प्रीव्यू ऊपर क्लिक कला परे आपण माने एप्लीकेशन रिसीव को देखि परिबे एवं प्रिंट रिसीव भी करि परिबे। एठी प्रिंट रिसीव कले आपण माने एठी देखि परथिबे प्रिंट रिसीव भी करि परिबे एवं कस्टमर को दे परिबे। तापरे एबे जानिबा शोइंग सर्टिफिकेट केमिति फिलअप करिवे। एटा देखि परथिबे शोइंग सर्टिफिकेट एठिरे चाषी को नाम देबे। तापरे पिता को नाम, तापरे ग्राम देबे, तापरे ग्राम पंचायत, तापरे ब्लॉक, तापरे जिला दे देबे। तापरे आपणकर जमीर मौजा जमीर एड्रेस देबाक पड़िबो। को ग्राम रे आपणकर जमी अछि सेटा दे देबे। तापरे ग्राम पंचायत देबे, ब्लॉक देबे, जिला देबे एवं केते जमी परिमाण अछि सेटा एठी दे देबे। आपण रबी पय एप्लाई करचंती ना खरीफ पय। एटा खरीफ सीजन पय एप्लाई करा होछि सेठी पय खरीफ रे क्लिक करिवे। पास चिन्ह देबे। तापरे 2025 एठी लिखि देबे। तापरे एठी को चाष पय आपण माने एप्लाई करचंती, धान चाष पय ना मका चाष पय, कपा चाष पय को चाष पय एप्लाई करचंती सेटा एठी दे देबे। जदि धान पय एप्लाई करचंती ताले एठी धान लिखि देबे। तापरे एठी मौजा सिलेक्ट करिवे। एठी मौजा लिखि देबे। मौजा लिखिला परे खाता नंबर देबे। खाता नंबर देला परे प्लॉट नंबर देबे। प्लॉट नंबर देला परे एठी किसम लिखिबे। तापरे जमी परिमाण लिखिबे। जदि आपणकर पाखरे किंबा आपणकर जमी रे जलसेचित सुविधा अछि ताले जलसेचित लिखिदेबे किंबा जदि आपणकर पाखरे जलसेचित सुविधा नाही ताले एठिरे जलसूचित सुविधा नाही बोलिकी एठी लिखिदेबे। ना लिखिदेबे। तापरे एठी तारीख देकी तापरे एठी तारीख दे देबे। एप्लाई जो दिन करचंती तारीख दे देबे। तापरे एठी सिग्नेचर दे देबे। सिग्नेचर देला परे अपलोड करि परिबे। मु गोटे कॉपी एटा फिलअप करिकी व्हाट्सएप ग्रुप रे अपलोड कर देबी। व्हाट्सएप ग्रुप रे छाड़ी देबी। आपण माने व्हाट्सएप ग्रुप रे भी जॉइन हे दियंतु। जदि आपण मानकु वीडियो भल लागिला ताले चैनल टी को सब्सक्राइब करंतु एवं आपणकर मनर जे कोनोसी क्वेश्चन थाए ताले निहाती भाबरे कमेंट करिवे। वीडियो को शेष पर्यंत देखिथिबारु बहुत बहुत धन्यवाद।